ଆଜିର ପ୍ରଥମ ପ୍ରଶ୍ନ, ଲିଙ୍ଗରାଜ ମନ୍ଦିର କିଏ ନିର୍ମାଣ କରିଥିଲେ? ଉତ୍ତର, ଯଯାତି କେଶରୀ। ପରବର୍ତ୍ତୀ ପ୍ରଶ୍ନ, ଲିଙ୍ଗରାଜ ମନ୍ଦିରର ଉଚ୍ଚତା କେତେ ଫୁଟ? ଉତ୍ତର, 180 ଫୁଟ। ପରବର୍ତ୍ତୀ ପ୍ରଶ୍ନ, ମୁକ୍ତେଶ୍ୱର ମନ୍ଦିର ଉଚ୍ଚତା କେତେ? ଉତ୍ତର, 34 ଫୁଟ 6 ଇଞ୍ଚ। ପରବର୍ତ୍ତୀ ପ୍ରଶ୍ନ, ଭୌମକର ରାଜବଂଶ କେଉଁ ନଦୀ କୂଳରେ ଗଢ଼ି ଉଠିଥିଲା? ଉତ୍ତର, ବୈତରଣୀ ନଦୀ। ପରବର୍ତ୍ତୀ ପ୍ରଶ୍ନ, ଭୌମକର ରାଜବଂଶ କେବେ ପ୍ରତିଷ୍ଠା ହୋଇଥିଲା? ଉତ୍ତର, 736 ଖ୍ରୀଷ୍ଟପୂର୍ବ। ପରବର୍ତ୍ତୀ ପ୍ରଶ୍ନ, ସୋମବଂଶର ରାଜାମାନେ କାହାକୁ ପୂଜା କରୁଥିଲେ? ଉତ୍ତର, ପ୍ରଭୁ ଶିବଙ୍କୁ ପୂଜା କରୁଥିଲେ। ପରବର୍ତ୍ତୀ ପ୍ରଶ୍ନ, ରାଜା ଅଶୋକ କେବେ ମୃତ୍ୟୁବରଣ କରିଥିଲେ? ଉତ୍ତର, 232 ଖ୍ରୀଷ୍ଟପୂର୍ବ। ପରବର୍ତ୍ତୀ ପ୍ରଶ୍ନ, ସୂର୍ଯ୍ୟ ମନ୍ଦିରରେ କେତୋଟି ଚକ ଅଛି? ଉତ୍ତର, 24ଟି। ପରବର୍ତ୍ତୀ ପ୍ରଶ୍ନ, କପିଳେନ୍ଦ୍ର ଦେବ କେବେ ସିଂହାସନ ଆରୋହଣ କରିଥିଲେ? ଉତ୍ତର, 1435 ଖ୍ରୀଷ୍ଟାବ୍ଦରେ। ପରବର୍ତ୍ତୀ ପ୍ରଶ୍ନ, କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା? ଉତ୍ତର, 261 ଖ୍ରୀଷ୍ଟପୂର୍ବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।